ଖଣ୍ଡଗିରି ଡାକି ନଥିଲୁ। ଭୟ କାହିଁ କରିବୁ? ମେଜରମେଣ୍ଟ କଥା ଯୋଉ କହୁଛୁ ଲୋକ ଅଡିଏନ୍ସ ଯାହା ଚାହିଁଲେ ଆମେ ସେଇଟା କଲୁ। ସେମାନେ ଦେଖିବା ପାଇଁ ଆସିଲେ ଆମେ ଦେଖେଇଲୁ। ମାନେ ଯେତିକି ମୋର ଦିଅର ମାନେ ଅଛନ୍ତି ତାଙ୍କୁ ଦେଖି ସାରିଲା ପରେ ମୋ ଛାତିଟା ଆପେ ଆପେ ଚଉଡା ହେଇଯାଏ। ଯେ ମୋ ଭାଉଜର ଯୋଉ ଦିଟା ରସଗୋଲା ଅଛି ସେଟା ମୁଁ ଖୋଲିକି ଧରେଇକି ମୁହଁରେ ପୁରେଇକି ଆସିବି। ଆଜି ମୁଁ କହୁଛି ମୋ ଖୋଳ ହିସାବରେ ମୋ ଜିନିଷ ସାଇଜ ଅଛି। ତମେ ଯଦି ଚାହିଁବ ଏଇ ପଛପଟେ ଯାଇକି ସାଇଜ ମାପି ପାରିବ। ଚଉଡା ହେଲେ ମାନେ ସେଟା ତ ବଢିଗଲା ନା, ବଡ ବଡ ହେଇଗଲା ତ ହୁକଟା ଅଟୋମେଟିକ ଖୋଲିଯାଏ। ଆଉ କ୍ଲିୟର କରିବା ପାଇଁ ଚାହିଁବି, ଯେତେବେଳେ ମୁଁ ନୂଆ ନୂଆ ଭାଇରାଲ ହେଇଥିଲି ସେତେବେଳେ ମୋ ନାଁରେ ସମସ୍ତେ ସବୁ ପ୍ରକାର କେତେଟା ଇଭେଣ୍ଟ ଅଛନ୍ତି, କେତେଟା ବାହାର ଲୋକ ଅଛନ୍ତି। ଏଇ ବର୍ଷ ବାହାରି ପାରେ ମେ ବି। ନାଇଁ ଖଣ୍ଡଗିରି ଡାକି ନଥିଲି। ଭୟ କାହିଁ କରିବୁ? ମେଜରମେଣ୍ଟ କଥା ଯୋଉ କହୁଛୁ ରୁମ୍ କୁ ହଁ ତାଙ୍କ ବେଡରୁମ୍ କୁ ଡାକନ୍ତି, ବେଡ୍ କୁ ଡାକନ୍ତି, ଆସିବ ଯିବା କି? ତ ଆଇଟମ ର ମସଲା ଆମକୁ ଦରକାର, ସେଇଟା ତଡକାଟା ଦରକାର। ତ ଆପଣ ଏଠିକି ଭଜନ କୀର୍ତ୍ତନ କରିବା ପାଇଁ ଆସୁନାହାନ୍ତି, ଆପଣଙ୍କର କୋଉ ଭଳିଆ ପ୍ରୋଗ୍ରାମ ଦରକାର। ତ କୋଉ ଭଳିଆ ପ୍ରୋଗ୍ରାମ ଦରକାର ସେଟା କମିଟି ମୁଁ ବି ଫେସ୍ କରିଛି କି 90% ଯଦି ଭଲ ଅଛି 10% ଗୋଟେ ଜାଗାରେ ଖରାପ ଅଛନ୍ତି। ମତେ ହେଇଥିଲା ନା ଭାଇ, ତମେ ଦେଖିଛ ବାଇଟ୍ ଦେଖେଇ ପାରିବ କି? ମୁଁ ପ୍ରୋଗ୍ରାମ କରିକି ଆସି ସାରିଲା ପରେ ମୋ ନିଜ ଗାଡି ଆଗରେ ବାଉଁଶ ପକେଇ ଦେଇଛନ୍ତି। ଲୋକ ଅଡିଏନ୍ସ ଯାହା ଚାହିଁଲେ ଆମେ ସେଇଟା କଲୁ। ସେମାନେ ଦେଖିବା ପାଇଁ ଆସିଲେ ଆମେ ଦେଖେଇଲୁ। ସେମାନେ କହୁଛନ୍ତି କି ଆମେ ଆଇଟମ କାର୍ଡ ଡାକିଛୁ ମାନେ ଆମେ ଦେଖିବା ପାଇଁ।